ଓଡ଼ିଶା ବିକଶିତ ଓଡ଼ିଶା ଜାତୀୟ କୃଷିନାଶକ ଦିବସ 10 ଫେବୃଆରୀ। କୁର୍ମୀ ମୁକ୍ତ ଶିଶୁ ହେଉଛନ୍ତି ରୋଗମୁକ୍ତ ଶିଶୁ। ଆପଣ ଜାଣିଛନ୍ତି କି? ଯେଉଁମାନେ କୁର୍ମୀ ଦ୍ୱାରା ସଂକ୍ରମିତ ହୋଇଥାନ୍ତି ସେମାନେ ପୁଷ୍ଟିହୀନତା ଓ ରକ୍ତହୀନତା ଯୋଗୁଁ ସର୍ବଦା କ୍ଳାନ୍ତ ଅନୁଭବ କରନ୍ତି। ତାଙ୍କର ଶାରୀରିକ ମାନସିକ ଓ ବୌଦ୍ଧିକ ବିକାଶ ବାଧାପ୍ରାପ୍ତ ହୁଏ। କୁର୍ମୀ ନିୟନ୍ତ୍ରଣର ଉପାୟ ଅତି ସହଜ। ଆସନ୍ତୁ ଜାଣିବା କିଭଳି ଆମେ କୁର୍ମୀକୁ ନାଶ କରିପାରିବା। ମଳତ୍ୟାଗ କରନ୍ତୁ ନାହିଁ। ସର୍ବଦା ଶୌଚାଳୟ ବ୍ୟବହାର କରନ୍ତୁ। ନିଜ ପରିବେଶ ନିର୍ମଳ ରଖନ୍ତୁ। ମଶା ମାଛିଠାରୁ ଦୂରରେ ରୁହନ୍ତୁ। ଫଳ ପନିପରିବା କାଟିବା ପୂର୍ବରୁ ସଫା ପାଣିରେ ଧୁଅନ୍ତୁ। ସର୍ବଦା ବିଶୁଦ୍ଧ ପାନୀୟ ଜଳ ଭାବେ ବ୍ୟବହାର କରନ୍ତୁ। ଖାଦ୍ୟକୁ ଘୋଡ଼ାଇ ରଖନ୍ତୁ। ନିଜ ନଖ ପରିଷ୍କାର ଓ ଛୋଟ ରଖନ୍ତୁ। ଚପଲ ବ୍ୟବହାର କରନ୍ତୁ। ଖାଇବା ପୂର୍ବରୁ ଓ ଶୌଚାଳୟ ବ୍ୟବହାର ପରେ ସାବୁନରେ ହାତ ପରିଷ୍କାର କରି ଧୁଅନ୍ତୁ। 1ରୁ 19 ବର୍ଷ ବୟସର ସମସ୍ତ ଶିଶୁ ତଥା ପିଲାମାନଙ୍କୁ ଅଙ୍ଗନବାଡ଼ି ଓ ବିଦ୍ୟାଳୟରେ ବିନା ମୂଲ୍ୟରେ କୃମିନାଶକ ଔଷଧ ଖାଇବାକୁ ଦିଆଯିବ। ଅଣପଞ୍ଜୀକୃତ ଓ ବିଦ୍ୟାଳୟ ଯାଉନଥିବା ପିଲାମାନେ ଏବଂ ପ୍ରଜନନକ୍ଷମ ମହିଳାମାନେ 20ରୁ 24 ବର୍ଷ ବୟସ ଅଙ୍ଗନବାଡ଼ି କେନ୍ଦ୍ରରେ ଔଷଧ ଖାଇବେ। ଚାଲନ୍ତୁ ଏବେ ଜାଣିବା କେଉଁମାନଙ୍କୁ ଔଷଧ ଖାଇବାକୁ ବାରଣ ରହିଛି। ଏହି ଦିନ ଗର୍ଭବତୀ ଓ ପ୍ରସୂତି ମହିଳା କୃମିନାଶକ ଔଷଧ ଖାଇବେ ନାହିଁ। ପିଲାମାନେ ଜାତୀୟ କୃମିନାଶକ ଦିବସର ଔଷଧ ଖାଇ ନଥିବେ ସେମାନଙ୍କୁ 17 ଫେବୃଆରୀ 2026 ଦିନ ଔଷଧ ଦିଆଯିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।